ଅଟାରେ ଏମିତିକା ଟେଷ୍ଟି ଏବଂ ହେଲ୍ଦି ଜଳଖିଆ ବନେଇ ନେବା ପାଇଁ ଆମେ ଗୋଟାଏ ପାତ୍ରରେ ନେଇନେବା ଗୋଟେ ଗିନା ଅଟା। ଏଥିରେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଅଧା ଚାମଚ ଜୁଆଣିକୁ ହାତରେ ଏମିତି ଟିକେ କ୍ରସ୍ କରିକି ଏଥିରେ ଦେଇଦେବା। ଭଲ ଭାବରେ ଶୁଖିଲା ଜିନିଷକୁ ମିଶାଇ ସାରି ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଆମେ ଗୋଟାଏ ଅଟାର ଡୋ ବନେଇ ନେଇ ସାରି ଆକୁ ଢାଙ୍କୁଣି ଦେଇ 10 ମିନିଟ୍ ପାଇଁ ରେଷ୍ଟରେ ଛାଡ଼ିଦେବା। ଏବେ ଗୋଟାଏ ପାତ୍ରରେ କିଛି ପରିବା ଆଡ଼୍ କରିବା। ପରିବା ନେଇ ଏଥିରେ ଅଳ୍ପ ଲୁଣ ଦେଇ ଭଲ ଭାବରେ ହାତରେ ଆକୁ 5 ମିନିଟ୍ ପାଇଁ ଭଲ ଭାବରେ ମିଶାଇ ନେବା। ତାପରେ ପରିବାରୁ ପାଣି ବାହାରି ଆସିଲେ ଆକୁ ଭଲ ଭାବରେ ଚିପୁଡ଼ିକି ଆଉ ଗୋଟେ ପାତ୍ରରେ ଆକୁ ରଖିନେବା। ତାପରେ ଆମେ ଯେଉଁ ରଖିଥିଲେ ଅଟାକୁ ଚକଟିକି ଅଟାର ଡୋକୁ ଆଉ ଟିକେ ଭଲ ଭାବରେ ଆକୁ ଚକଟି ନେବା। ଚକଟି ନେଇ ସାରି ଆମେ ଯେଉଁ ରୁଟି ପରଟା ବନେଇଥାଉ ସେମିତିକା ଅଟାର ଆମେ ଗୁଳି ବନେଇ ନେବା। ଏଠି ଗୁଳି ବନେଇ ନେଇ ସାରିନା ଗୋଟାଏ ଚକିରେ ଏଇ ଅଟାର ଗୁଳିକୁ ଦେଇ ଅଳ୍ପ ଟିକେ ଶୁଖିଲା ଅଟା ଦେଇ ଆମେ ଯେଉଁ ରୁଟି ବେଲି ଥାଉ ରୁଟି ଭଳିଆ ଆକୁ ବଡ଼ ସାଇଜ୍ କରି ବେଲି ନେବା। ଏଠି ମୁଁ ରୁଟି ଭଳିଆ ବଡ଼ ସାଇଜ୍ କରି ବେଲି ନେଇ ସାରିଲା ପରେ ନା ଆମେ ଯେଉଁ ରଖିଥିଲେ ପରିବାକୁ ଚିପୁଡ଼ିକି ଏଇ ପରିବାରେ କିଛି ମସଲା ଆଡ଼୍ କରିବା। ଗୋଟା ଜିରା, କଟା ହେଇଥିବା କଞ୍ଚା ଲଙ୍କା, ଅଧା ଚାମଚ ଗୋଲମରିଚ ଗୁଣ୍ଡ, କଟା ହେଇଥିବା ଧନିଆ ପତ୍ର, ଏଠି ଦେଇଦେବା ଅଦା ଛେଚା ଗୋଟେ ଚାମଚ ଜିରା ଆଉ ଧନିଆ ଗୁଣ୍ଡ, ଆଉ କିଛି କସୁରୀ ମେଥି ଏବଂ ସ୍ୱାଦ ଅନୁସାରେ ଲୁଣ ଏବଂ 2 ଚାମଚ ଲେମ୍ବୁର ରସ ଦେଇ ଆକୁ ଭଲ ଭାବରେ ଆମେ ମିଶାଇ ନେବା। ଭଲ ଭାବରେ ଏମିତି ମିଶାଇ ନେଇ ସାରିଲା ପରେ ଆମେ ଯେଉଁ ରୁଟିକୁ ବନେଇକି ରଖିଥିଲେ ଏଇ ରୁଟି ଉପରେ ଏଇ ଷ୍ଟଫିଙ୍ଗକୁ ଆମେ ଦେଇ ଏମିତି ରୋଲ୍ ଭଳିଆ ଆକୁ ଏମିତି ଚାପି ଚାପି ଗୋଟାଏ ରୋଲ୍ ଭଳିଆ ବନେଇ ନେବା। ଏଠି ବହୁତ ବଢ଼ିଆ ସେ ମୁଁ ଆକୁ ଗୋଟାଏ ରୋଲ୍ ଭଳିଆ ବନେଇ ନେଇଛି। ଏମିତି 2 ସାଇଡ଼୍ରେ ଆକୁ ବି ଏମିତି ଚାପି ନେବା, ଯାହାଫଳରେ କି ଆମର ଷ୍ଟଫିଙ୍ଗ ବାହାରକୁ ବାହାରି ଆସିବନି। ତାପରେ ଗୋଟେ ଜାଲି ଥାଳିରେ ଏମିତି ଟିକେ ତେଲ ଲଗେଇ ନେଇ ସବୁତକ ରୋଲ୍କୁ ଆମେ ଦେଇଦେବା। ଗ୍ୟାସ୍ରେ କଡ଼େଇରେ ଫୁଟନ୍ତା ପାଣିରେ ଏଇ ଜାଲି ଥାଳିକୁ ବସେଇ ଆକୁ 10 ମିନିଟ୍ ପାଇଁ ଷ୍ଟିମ୍ ହେବାକୁ ଛାଡ଼ିଦେବା। 10 ମିନିଟ୍ ଭିତରେ ଆମେ ଗୋଟାଏ କର୍ଣ୍ଣଫ୍ଲୋରର ଘୋଳ ବନେଇ ନେବା। ଏବେ ଆମର ଯେଉଁ ରଖିଥିଲେ ରୋଲ୍ ଗୁଡ଼ିକ ୟାକୁ ମୁଁ ବାହାର କରି ଥଣ୍ଡା କରିନେଇଛି ବହୁତ ବଢ଼ିଆ ସେ। ଥଣ୍ଡା ହେଇଗଲା ପରେ ଆକୁ ଗୋଟାଏ ଛୁରୀ ସାହାଯ୍ୟରେ ଏମିତି 2 ଫାଳ କରିକି କାଟି ନେବା। କାଟି ନେଇ ସାରି ଯେଉଁ କର୍ଣ୍ଣଫ୍ଲୋରର ଘୋଳ ରଖିଥିଲେ କର୍ଣ୍ଣଫ୍ଲୋରର ଘୋଳରେ ବୁଡ଼େଇ ଆକୁ ଗରମ ତେଲରେ ଦେଇଦେବା। ଆକୁ ଉଲଟାଇ କ୍ରିସ୍ପି ହେଲା ପର୍ଯ୍ୟନ୍ତ ଛାଣି ନେବା। ଛାଣି ନେଇ ସାରିଲେ ପ୍ରସ୍ତୁତ ହେଇଗଲା ଆମର ଅଟାରେ ଟେଷ୍ଟି ଏବଂ ହେଲ୍ଦି ଜଳଖିଆ। ଯେକୌଣସି ଚଟଣି କିମ୍ବା ସସ୍ ଖାଇବେ ବହୁତ ହି ସୁଆଦିଆ ଲାଗିବ।